ଆପଣମାନେ ତ ଜାଣିଛନ୍ତି ଏବେ ସ୍କୁଲ ଛୁଟି ପଡ଼ିଯାଇଛି। ସ୍କୁଲ ଛୁଟି ପଡ଼ିଛି ବୋଲି ପିଲାମାନେ ଦେଖନ୍ତୁ କେତେ ମଜାମସ୍ତି କରୁଛନ୍ତି। ଆଜି ହେଲା ବୁଧବାର। ବୁଧବାର ମାଛ ବାଲା ବି କେହି ବି ଆସିନାହାନ୍ତି। ମୁଁ ସେଥିପାଇଁ କ'ଣ କରିବି ନା ଅଣ୍ଡା ଗୁଡ଼ିକୁ କୁକରରେ ସିଟି ମାରିଦେଲି। ସିଟି ମାରି ସାରିଲା ପରେ ତାକୁ ଭଲସେ ପୋଷ୍ଟମର୍ଟମ କରିଦେଲି। ପୋଷ୍ଟମର୍ଟମ ସରିଲା ପରେ ସେଇଥିରେ କ'ଣ କଲି ନା କଡ଼େଇରେ ତେଲ ଗରମ କରିଦେଲି। ତେଲ ଗରମ କରିକି ଅଣ୍ଡା ଗୁଡ଼ିକୁ ଛାଡ଼ିଦେଲି। ଅଣ୍ଡା ଭଲସେ ଭାଜି ହୋଇଗଲା ପରେ ତାକୁ ଥାଳିକୁ ବାହାର କରିନେଲି। ତାପରେ କାଟି ରଖିଥିବା ଆଳୁକୁ ସେଇ ତେଲରେ ଆଡ୍ କରିଦେଲି। ଆଳୁ ବି ଦେଖନ୍ତୁ ବହୁତ ସୁନ୍ଦର ଭାବରେ ଭାଜି ହେଇଗଲାଣି। ତାକୁ ଥାଳିକୁ ବାହାର କରିଦେଲି। ଥାଳିକୁ ବାହାର କରିସାରିଲା ପରେ ବାକି ତେଲରେ ସେ ଚିନିକୁ ଦେଇଦେଲି। ଚିନି ଦେଖନ୍ତୁ ଭଲସେ କଲର୍ ହେଇଗଲା। କଲର୍ ହେଇସାରିଲା ପରେ କାଟି ରଖିଥିବା ପିଆଜ ଆଉ ତେଜପତ୍ରକୁ ସେଥିରେ ଆଡ୍ କରିଦେଲି। ଆଡ୍ କରିସାରିଲା ପରେ ପିଆଜ ଭଲସେ ଭାଜି ହେଇଗଲା। ଭାଜି ହେଇସାରିଲା ପରେ ଯେଉଁ ବାଟି ରଖିଥିବା ଅଦା ରସୁଣ ପେଷ୍ଟ ସେଇଥିରେ ଆଡ୍ କରିଦେଲି। ଆଉ ମସଲା ଭଲସେ କଷିବା ପାଇଁ ହାଲକା ପାଣି ଦେଲି। ପାଣି ଭଲସେ ମସଲା ଭଲସେ କଷିଲା ପରେ ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଆଉ ଧନିଆ ଗୁଣ୍ଡ ଦେଇ ଭଲସେ କଷି ନେଲି। କଷି ସାରିଲା ପରେ କାଟି ରଖିଥିବା ଟମାଟୋ, ମୁଁ ଟିକେ ଅଧିକ ଟମାଟୋ ଦେଲି ଅଣ୍ଡା ତରକାରୀରେ, କାହିଁକିନା ଅଣ୍ଡା ତରକାରୀଟା ଟମାଟୋ ଦେଲେ ଟିକେ ଭଲ ଲାଗେ। ମୁଁ ସେଥିପାଇଁ କାଟି ରଖିଥିବା ଟମାଟୋକୁ ତାପରେ ଅଳ୍ପ କିଛି ଆଡ୍ କଲି। ଆଉ କିଛି ରଖିଦେଲି କଷିଲା ବେଳେ। ଆଳୁ ଅଣ୍ଡା ସହିତ ଟମାଟୋ କଷିଲେ ସେଟା ମସ୍ତ ଲାଗେ। ସେଥିପାଇଁ ଅଳ୍ପ କିଛି ଟମାଟୋ ରଖିଦେଲି। ଆକୁ ଦେଖନ୍ତୁ ଟମାଟୋ ତ ପୁରା ବହୁତ ବଢ଼ିଆ ଭଲ ଭାବରେ ମେଲ୍ଟ ହେଇଗଲାଣି। ତାପରେ ଅଣ୍ଡା ଆଳୁ ସେଥିରେ ଆଉ କାଟି ରଖିଥିବା ଟମାଟୋକୁ ତାପରେ ଦେଇକି ଭଲସେ କଷି ନେବେ। ସେଇ ଟାଇମ୍ରେ କ'ଣ ହେଲା, ମୁଁ ରୋଷେଇରେ ତରବର ହେଲା ବେଳେ ପୁଅଙ୍କ ସ୍କୁଲରୁ ସାର୍ ମ୍ୟାଡ଼ାମ୍ ଆସିକି ପହଞ୍ଚିଗଲେ। ଆଉ ତାଙ୍କ ସହିତ ବି ଟିକେ କଥା ହେଇଗଲି। ଆଉ କାହିଁକିନା ଆଡ଼ମିସନ୍ ଟାଇମ୍, ସେଇଥିପାଇଁ ସେମାନେ ଆସିଛନ୍ତି କି ଗାଁ ଗାଁ ବୁଲିବା ପାଇଁ। ଯିବା ବାଟରେ ବି ବହୁତ ସମୟ କଥା ହେଇକି ଗଲେ। ଏପଟେ କଥା ହେଇକି ସେପଟେ ଯାଇଥିଲେ, ପୁଣି ଗଲାବେଳେ କଥା ହେଇକି ଗଲେ। ଆଉ ସେଇଠୁ ସେମାନେ ଯାଇସାରିଲା ପରେ ତାଙ୍କୁ ଟିକେ ବିଦା କରିଦେଲେ। ବିଦା କରିସାରିଲା ପରେ ମୁଁ ଏପଟେ ଆସି ପୁଣି ରୋଷେଇ କରିବାରେ ଲାଗିଗଲି। ଆଉ ମ୍ୟାଡ଼ାମ୍ ସାର୍ ଦେଖନ୍ତୁ ପୁରା ଗାଡ଼ି ନେଇକି ପଳେଇ ଆସିଛନ୍ତି, ବୁଲେରୁ ନେଇକି ଯାଉଛନ୍ତି। ଆଉ ତାପରେ ଆସିକି ମୁଁ ରୋଷେଇରେ ପୁରା ଲାଗିଗଲି। ରୋଷେଇ ଦେଖନ୍ତୁ ପୁରା ଭଲସେ କଷି ହେଇଗଲାଣି ଅଣ୍ଡା ଆଳୁ ହେଇସାରିଲା ପରେ ସେଥିରେ କଷା ସରିଲା ପରେ ତା ପାଣି ଟିକେ ଦେଲି। ଆପଣ ହାଲକା ପାଣି ବି ଦେଇପାରିବେ। ଆଉ ଅଣ୍ଡା ଆଳୁ ତରକାରୀ ରୁଟିରେ, ଭାତରେ ମଧ୍ୟ ଖାଇପାରିବେ। ମୁଁ ଟିକେ ଅଧିକ ପାଣି ଦେଇଥିଲି, କାହିଁକିନା ଆଉ କିଛି ତରକାରୀ ରାନ୍ଧିନଥିଲି। ଆଜି ରେସନ ଉଠିବା ପାଇଁ ଯାଇଥିଲି। ଆସିଲା ବେଳକୁ ବହୁତ ଲେଟ୍ ହେଇଯାଇଥିଲା। କ'ଣ ରାନ୍ଧିବି, ସେଇଥିପାଇଁ ଅଣ୍ଡା ଆଳୁଟା ସହଜ ହବ, ସେଥିପାଇଁ ଗୋଟେ ତରକାରୀ କରିଦେଲି। ଆଉ ପିଲାମାନେ ଝୋଳ ଟିକେ ନ ରଖିଲେ ପିଲାମାନେ ତ ଖାଇବେନି। ଆଉ ଦେଖନ୍ତୁ ଧଣିଆ ପତ୍ର ପକେଇବେ। ମୁଁ ତ ଧଣିଆ ପତ୍ର ନାହିଁ, ଖାଲି ଅଣ୍ଡା ଆଳୁରେ ଗରମ ମସଲା ପକେଇ ତାକୁ ଓହ୍ଲେଇ ଦେଲି। ଆପଣମାନେ ଭଲ ଲାଗୁଛି ନା? ଯଦି ଭଲ ଲାଗୁଥିବ କମେଣ୍ଟ ନିଶ୍ଚିତ କରିବେ।